ଅନୁଭବ ମହାନ୍ତିଙ୍କୁ ବର୍ଷା ପୁରା ବର୍ବାଦ କରିଦେଇଛି। ଆଉ କାହିଁକି ନା ଅନୁଭବ ମହାନ୍ତିଙ୍କ ପାଇଁ ଆଜି ବର୍ଷା ପ୍ରିୟଦର୍ଶିନୀ ଆଉ ସିଏ ଯୋଉ ଡିମାଣ୍ଡ ଗରା କରିଥିଲେ ସେଗୁରା ମାନେ ଜଷ୍ଟିଫାଇଡ ନୁହେଁ। ଯାହା ବି ଡିମାଣ୍ଡ ସେମାନେ କରିଥିଲେ ତାଙ୍କୁ ଗୋଟେ ଟଙ୍କାଟା ବି ଦବା କଥା ନୁହେଁ। ଦେଖନ୍ତୁ ଜାଗୃତି ଶୁକ୍ଲା ବହୁତ ବଢିଆ ମଣିଷଟିଏ ଆଉ ବହୁତ ଭଲ କଲେ। ଅନୁଭବ ମହାନ୍ତି ବହୁତ ଭଲ ଡିସିସନ ନେଇଛନ୍ତି ଜାଗୃତି ଶୁକ୍ଲାଙ୍କୁ ମ୍ୟାରେଜ କରିକି। କାହିଁକିନା ବର୍ଷା ତାଙ୍କର ଗୋଟେ ଗ୍ରହ, ବର୍ଷା ତାଙ୍କ ପାଇଁ ତାଙ୍କ ଜୀବନ ଗୋଟେ ଗ୍ରହ ଥିଲା। ତ ଯାହା ହଉ ସେ ଗ୍ରହଟା କଟିଗଲା। ତ ସେମିତିକି ହାତୀର ଖାଇବା ଦାନ୍ତ ଗୋଟେ, ଦେଖେଇବା ଦାନ୍ତ ଗୋଟେ। ସମସ୍ତେ ହାତୀର ଦେଖିବା ମାନେ ଦାନ୍ତ ଦେଖିଛନ୍ତି, ଖାଇବା ଦାନ୍ତ ହାତୀର କେହି ଦେଖିନାହାନ୍ତି। ତ ଏକ୍ଜାକ୍ଟଲି ବର୍ଷା ପ୍ରିୟଦର୍ଶିନୀ ସେଇ ଟାଇପର ଜଣେ କ୍ୟାରେକ୍ଟର। ସିଏ ଦେଖେଇଲେ ଗୋଟେ କିନ୍ତୁ ବାହାରିଲେ ଆଉ ଗୋଟେ। ଆଉ ବର୍ଷା ପ୍ରିୟଦର୍ଶିନୀ ସିଏ ସବୁବେଳେ ତାଙ୍କର ମାନେ ଆଙ୍କୁ ସବୁବେଳେ ଗୋଟେ କ୍ୟାପଚର କରିକି ରଖିଲେ, ତାଙ୍କ ଫ୍ୟାମିଲି ସହିତ ଆଟାଚ କରିକି ରଖିଲେ। ସେ ବହୁତ ମାନେ ଆ ଭିତରେ କଣ ନା ଦଳି ଚକୁଡି ହେଇଥିଲେ, କିନ୍ତୁ ସିଏ କାହାକୁ ଭଲ ପାଆନ୍ତିନି। ସିଏ କେବଳ ପଇସାକୁ ଭଲ ପାଆନ୍ତି, ଯୋଉଟା କି ଏବେ ଯେମିତି ଫଲ୍ସ ଆଲିଗେସନ ସବୁ କରିଛନ୍ତି ସେଇ କଥା ସେ ବେଶୀ ଭଲ ପାଆନ୍ତି। ଅଡିଓ କ୍ଲିପ ଯୋଉ ଅଡିଏନ୍ସ ମାନେ ଅଡିଓ କ୍ଲିପ ଟା ଶୁଣିଥିବେ ସେମାନେ ସବୁ ବୁଝି ଯାଇଥିବେ ସେ ଛୋଟିଆ ଅଡିଓ କ୍ଲିପ ସିନା, କିନ୍ତୁ ତା ଦେହରେ ବହୁତ ହି ଯେମିତି ମିଠି ଛୁରୀ ହେଲା। ତ ସେଇ ମିଠି ଛୁରୀ ମ୍ୟାଡାମଙ୍କର ଟୋଟାଲି କ୍ୟାରେକ୍ଟରଟା କଣ, ସେ ଛୋଟିଆ ଅଡିଓ କ୍ଲିପ ଯେମାନେ ଶୁଣିଥିବେ ଅଲରେଡି ସମସ୍ତେ ବୁଝି ସାରିଥିବେ। ବହୁତ ଟର୍ଚର ହଉଥିଲେ, ସେ କହିପାରୁନଥିଲେ। ଅନୁଭବ ମହାନ୍ତି ବହୁତ ଟର୍ଚର ହଉଥିଲେ, କହିପାରୁନଥିଲେ, ବାଧ୍ୟ ହେଇକି କହିଲେ। କିଙ୍ଗ ପାଇଁ ତ ତା ନାଁ ହେଲା ବର୍ଷା ପ୍ରିୟଦର୍ଶିନୀକୁ କୁଇନ୍ କହିଥିଲେ, କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କାହିଁ କୁଇନ୍ ହବ? ବର୍ଷା ପ୍ରିୟଦର୍ଶିନୀ କୁଇନ୍ ନୁହେଁ, ଇଏ କିଙ୍ଗ ବୋଲି ତାଙ୍କୁ କୁଇନ୍ କହୁଥିଲେ ହେଲା। ଆଉ ରହିଲା ବହୁତ ଟର୍ଚର କରୁଥିଲେ ବର୍ଷା ପ୍ରିୟଦର୍ଶିନୀ, ସେ କହିପାରୁନଥିଲେ। ବର୍ଷା ମ୍ୟାଡାମକୁ ଯଦି କିଏ ବାହା ହେବେ, ମତେ ତ ଲାଗୁନି କାହିଁ ଓଡିଶାରେ କିଏ ବାହା ହେବେ ତାଙ୍କୁ। ମେ ବି ଅଲଗା ଷ୍ଟେଟରେ ଅଲଗା ରାଜ୍ୟରେ ମେ ବି କିଏ ଫାଙ୍କା ଥିବେ ବାହା ହେବେ, କିନ୍ତୁ ଓଡିଶାରେ ମତେ ଲାଗୁନି ବର୍ଷା ପ୍ରିୟଦର୍ଶିନୀକୁ କିଏ ମ୍ୟାରେଜ କରିବେ। ଆସିଛି ଜେଏମଏମସି କୋର୍ଟ ତରଫରୁ କି ଅନୁଭବ ମହାନ୍ତି ବର୍ଷାଙ୍କୁ କୌଣସି ପଇସା ଦେବେ ନାହିଁ ଚଳିବା ପାଇଁ, ଯେଉଁଟାକି ସେ ଡିମାଣ୍ଡ କରିଥିଲେ। ଆଉ ତାଙ୍କର ଯେଉଁ ଡୋମେଷ୍ଟିକ୍ ଭାଇଲେନ୍ସର କେସ୍ କରିଥିଲେ ସେ ବି ଖାରଜ ହେଇଛି। କ'ଣ କହିବାକୁ ଚାହିଁବେ? ଅନୁଭବ ବର୍ଷାଙ୍କ କବଳରୁ ରକ୍ଷା ପାଇଲେ ନା ନାହିଁ? ବର୍ଷା କବଳରୁ ତ ଅନୁଭବ ମହାନ୍ତି ରକ୍ଷା ପାଇଛନ୍ତି, କାହିଁକିନା ଆମେ ସମସ୍ତେ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକୁଥିଲେ, ଯେଉଁଟାକି ବର୍ଷା କେମିତି ମାନେ ଅନୁଭବ ମହାନ୍ତିଙ୍କୁ ଛାଡ଼ିବ। କାହିଁକିନା ଅନୁଭବ ମହାନ୍ତିଙ୍କୁ ବର୍ଷା ପୁରା ବର୍ବାଦ କରିଦେଇଛି। ଆଉ କାହିଁକିନା ଅନୁଭବ ମହାନ୍ତିଙ୍କ ପାଇଁ ଆଜି ବର୍ଷା ପ୍ରିୟଦର୍ଶିନୀ ଆଉ ସିଏ ଯେଉଁ ଡିମାଣ୍ଡ ଗରା କରିଥିଲେ ସେଗୁରା ମାନେ ଜଷ୍ଟିଫାଇଡ ନୁହେଁ। ଅନନେସେସରି ଡିମାଣ୍ଡ ଗରା କରିଥିଲେ, ଯେଉଁଟାକି ସବୁ ଯାକ ଫଲ୍ସ। ତ ତାକୁ କ'ଣ ପାଇଁ ଡୋମେଷ୍ଟିକ୍ ଭାয়োଲେନ୍ସ ସେରା କୋର୍ଟ ବୁଝିପାରିଲେ, ଯେଉଁଟାକି ଠିକ୍ ନ୍ୟାୟ ଦେଇଛନ୍ତି। ଆଉ ତାଙ୍କୁ ଯାହା ବି ଡିମାଣ୍ଡ ସେମାନେ କରିଥିଲେ ତାଙ୍କୁ ଗୋଟେ ଟଙ୍କାଟା ବି ଦେବା କଥା ନୁହେଁ। ଆଉ ଯାହା ହଉ ମାନ୍ୟବର କୋର୍ଟ ଗୋଟେ ଭଲ ରାୟ ଡିସିସନ୍ ନେଇଛନ୍ତି ଆଉ ସେଟାକୁ ଖାରଜ କରିଦେଇଛନ୍ତି, ଯେଉଁଟାକି ମୋତେ ବି ପର୍ସନାଲି ବହୁତ ଖୁସି ଲାଗୁଛି। ଆଉ ଓଡ଼ିଶାବାସୀଙ୍କୁ ବି ଏଇ ନ୍ୟୁଜ୍ ଶୁଣିଲା ପରେ ଓଡ଼ିଶାବାସୀଙ୍କୁ ବି ବହୁତ ଖୁସି ଲାଗିବ। ଦେଖନ୍ତୁ ଜାଗୃତି ଶୁକ୍ଲା ବହୁତ ବଢ଼ିଆ ମଣିଷଟିଏ ଆଉ ବହୁତ ଭଲ କଲେ। ଅନୁଭବ ମହାନ୍ତି ବହୁତ ଭଲ ଡିସିସନ୍ ନେଇଛନ୍ତି ଜାଗୃତି ଶୁକ୍ଲାଙ୍କୁ ମ୍ୟାରେଜ କରିକି। କାହିଁକିନା ବର୍ଷା ତାଙ୍କର ଗୋଟେ ଗ୍ରହ, ବର୍ଷା ତାଙ୍କ ପାଇଁ ତାଙ୍କ ଜୀବନ ଗୋଟେ ଗ୍ରହ ଥିଲା। ତ ଯାହା ହଉ ସେ ଗ୍ରହଟା କଟିଗଲା। ଆଉ ଜାଗୃତି ଶୁକ୍ଲା ଆସିଲା ପରେ ତାଙ୍କ ଫ୍ୟାମିଲି ଲାଇଫ୍ ବହୁତ ହି ବଢ଼ିଆ ଚାଲିଛି, ଆଗକୁ ମଧ୍ୟ ବହୁତ ଭଲରେ କଟିବ। ଆଉ ଓଡ଼ିଶାବାସୀ ତ ଅଛନ୍ତି, ସମସ୍ତଙ୍କ ମହାପ୍ରଭୁଙ୍କ ବ୍ଲେସିଂ ଅଛି, ଓଡ଼ିଶାବାସୀଙ୍କ ବ୍ଲେସିଂ ଅଛି, ସବୁ ଜିନିଷ ବହୁତ ଭଲରେ ଅଛି। ଦେଖନ୍ତୁ ଡିସିସନ୍ ଗୋଟେ ଭୁଲ ନେଇଯାଇଥିଲେ, ବୁଝିପାରିଲେ କି? ଆମେ ଯେତେବେଳେ ରାଶି ନକ୍ଷତ୍ର ଗ୍ରହ ଆମେ ଦେଖୁଛୁ, ସିଏ ଗୋଟେ କେଉଁ ବାଟରେ ହେଲେ ସେଥିପାଇଁ ଆମକୁ ମୁଦି ଆଷ୍ଟ୍ରୋଲୋଜର କୁହନ୍ତି ଗ୍ରହ କଟିବା ପାଇଁ କିଛି ଜେମ୍ ଷ୍ଟୋନ୍ସ ପିନ୍ଧିବାକୁ ପଡ଼େ। ତ ଇଏ ବି ସେମିତି ଭାବିଥିଲେ ବହୁତ ଭଲ,
ଆଉ ଘରକୁ ମାନେ ଘର ଭଳିଆ ମେଣ୍ଟେନ୍ କରିକି ରଖିବେ ଇଏ ସେ, କିନ୍ତୁ ତାର ଅପୋଜିଟ୍ ହେଇଗଲା ସବୁ ଜିନିଷ। ତ ସେମିତିକି ହାତୀର ଖାଇବା ଦାନ୍ତ ଗୋଟେ, ଦେଖେଇବା ଦାନ୍ତ ଗୋଟେ। ସମସ୍ତେ ହାତୀର ଦେଖିବା ମାନେ ଦାନ୍ତ ଦେଖିଛନ୍ତି, ଖାଇବା ଦାନ୍ତ ହାତୀର କେହି ଦେଖିନାହାନ୍ତି। ତ ଏକ୍ଜାକ୍ଟଲି ବର୍ଷା ପ୍ରିୟଦର୍ଶିନୀ ସେଇ ଟାଇପ୍ର ଜଣେ କ୍ୟାରେକ୍ଟର। ସିଏ ଦେଖେଇଲେ ଗୋଟେ କିନ୍ତୁ ବାହାରିଲେ ଆଉ ଗୋଟେ। ଦେଖନ୍ତୁ ସିଏ ତ ଆରମ୍ଭରୁ ଚାହୁଁଥିଲେ ଯେ ଅନୁଭବ ମହାନ୍ତିକୁ ନେଇକି ଅଲଗା ରହିବା ପାଇଁ, ବର୍ଷା ପ୍ରିୟଦର୍ଶିନୀ। ଆଉ ଯେଉଁଟାକି ଅନୁଭବ ମହାନ୍ତି କେବେ ବି ବାହାରେ ଅଲଗା ରହିବେନି, କାହିଁକିନା ଜଏଣ୍ଟ ଫ୍ୟାମିଲି। ସେ ନିଜ ଘରେ ରହିବେ, ଆଉ ମାଆ ବାପାଙ୍କ ସହିତ ରହିବେ, ଭାଇଙ୍କ ସହିତ ରହିବେ, ଆଉ ବଡ଼ ବାପା, ତାଙ୍କ ପୁରା ଜଏଣ୍ଟ ଫ୍ୟାମିଲି। ତ କେବେ ବି ଅଲଗା ରହିପାରିବେନି। ଆଉ ବର୍ଷା ପ୍ରିୟଦର୍ଶିନୀ ସିଏ ସବୁବେଳେ ତାଙ୍କର ମାନେ ଆଙ୍କୁ ସବୁବେଳେ ଗୋଟେ କ୍ୟାପଚର କରିକି ରଖିଲେ, ତାଙ୍କ ଫ୍ୟାମିଲି ସହିତ ଆଟାଚ୍ କରିକି ରଖିଲେ। ସେ ବହୁତ ମାନେ ଆ ଭିତରେ କ'ଣ ନା ଦଳି ଚକୁଡ଼ି ହେଇଥିଲେ। ତ ଯାହା ହଉ ସେଇ ଗୋଟେ କ'ଣ ଚକ୍ରଭ୍ୟୁରୁ ସେ ଯାହା ହଉ ଅନୁଭବ ମହାନ୍ତି ବାହାରି ଆସିଛନ୍ତି, ବହୁତ ବଢ଼ିଆ। ଆଉ ଭଲ ଡିସିସନ୍ ବି ନେଇଛନ୍ତି। ନାଇଁ ଶୁଣନ୍ତୁ, ସିଏ ଟୋଟାଲି ଭଲ ପାଆନ୍ତିନି, ସିଏ ଦେଖେଇ ହୁଅନ୍ତି। ମୁଁ ଭଲ ପାଏ, ବହୁତ ଭଲ ପାଏ, କିନ୍ତୁ ତାଙ୍କର ଇରାଦା କିଛି ଅଲଗା ଥାଏ ବର୍ଷା ପ୍ରିୟଦର୍ଶିନୀଙ୍କର। ହଁ ହଁ ହଁ, ତାଙ୍କର ଇରାଦା କିଛି ଅଲଗା ଥାଏ, କିନ୍ତୁ ସିଏ କାହାକୁ ଭଲ ପାଆନ୍ତିନି। ସିଏ କେବଳ ପଇସାକୁ ଭଲ ପାଆନ୍ତି, ଯେଉଁଟାକି ଏବେ ଯେମିତି ଫଲ୍ସ ଆଲିଗେସନ୍ ସବୁ କରିଛନ୍ତି, ସେଇଗୁରା ସେ ବେଶୀ ଭଲ ପାଆନ୍ତି। କେବେ ବି ନୁହେଁ, କେବେ ବି ନୁହେଁ। ମୁଁ ବା କହିଲି ସେମାନେ ବହୁତ ହି ଭଲ ଫ୍ୟାମିଲିରୁ ବିଲଙ୍ଗସ୍ କରନ୍ତି, ଜଏଣ୍ଟ ଫ୍ୟାମିଲି। ଘରର ଶିକ୍ଷା ସେମିତି ନାହିଁ ଯେ ଡୋମେଷ୍ଟିକ୍ ଭାୟୋଲେନ୍ସ ହାତ ଉଠେଇବା, ସେଇଟା ଶିକ୍ଷାରେ ନାହିଁ ତାଙ୍କର ଫ୍ୟାମିଲିରେ। ଆଉ ଇଏ ଯେଉଁ ଆଲିଗେସନ୍ ଏଗୁରା ସବୁ ଗୋଟେ ଗୋଟେ ଫର୍ମାଟ୍ ଥାଏ, ଯେମିତି ତାଙ୍କ ଆଡ଼ଭୋକେଟ୍ ଏଇ ଯେଉଁ ଡିଭୋର୍ସ ଫାଇଲ୍ ହୁଏ, ଏଇଟା ଗୋଟେ ଅଲରେଡ଼ି ଫର୍ମାଟ୍ ଥାଏ। ସେ ଫର୍ମାଟ୍ରେ ସବୁ ଲେଖା ହେଇଥାଏ, ବୁଝିଲେ କି। ସବୁ ଆଡ଼ଭୋକେଟ୍କୁ ପଚାରିବେ, ତାଙ୍କ ଫର୍ମାଟ୍ରେ ଥାଏ। ଏମିତି ହାତ ଉଠେଇ ଦେଲେ ଇଏ ହେଲା ସେ ହେଲା, ଏରା ସବୁ ମାନେ ଫଲ୍ସ ଆଲିଗେସନ୍। କେବେ ବି ଏଇଟା ନୁହେଁ, ଏଇଟା ସମ୍ପୂର୍ଣ୍ଣ ମିଛ କଥା। ସିଏ ଘରର କଥା, ଘରକୁ କେମିତି ଘର ଭଳିଆ ଗୋଟେ ବୋହୂ କେଉଁ ଭଳିଆ ମେଣ୍ଟେନ୍ କରି ଘର ରଖିବା କଥା, ଆଉ ସିଏ ସେଭଳିଆ ରହିଲେନି। ଗୋଟେ ବଡ଼ ବୋହୂ ଭଳିଆ ମେଣ୍ଟେନ୍ କରି ରହିବା କଥା। ସିଏ ତାଙ୍କ ହିସାବରେ ରହିଲେ, ତାଙ୍କ ଘର କଥାରେ ଚଳିଲେ, ସବୁକିଛି ତାଙ୍କ ହିସାବରେ ହେଲା। ଆଉ ବହୁତ ମିଛ ସତ। ଆପଣ ବି ଗୋଟେ ମଝିରେ ଗୋଟେ ଭାଇରାଲ ବି ହେଇଥିଲା, ଦେଖିଥିବେ, ଗୋଟେ ଅଡ଼ିଓ କ୍ଲିପ୍। ଯେଉଁମାନେ ଅଡ଼ିଓ କ୍ଲିପ୍, ଯେଉଁ ଅଡ଼ିଏନ୍ସ ମାନେ ଅଡ଼ିଓ କ୍ଲିପ୍ଟା ଶୁଣିଥିବେ, ସେମାନେ ସବୁ ବୁଝିଯାଇଥିବେ ସେ ଛୋଟିଆ ଅଡ଼ିଓ କ୍ଲିପ୍ ସିନା, କିନ୍ତୁ ତା ଦେହରେ ବହୁତ ହି ଯେମିତି ମିଠି ଛୁରୀ ହେଲା। ତ ସେଇ ମିଠି ଛୁରୀ ମ୍ୟାଡ଼ାମଙ୍କର ଟୋଟାଲି କ୍ୟାରେକ୍ଟରଟା କ'ଣ, ସେ ଛୋଟିଆ ଅଡ଼ିଓ କ୍ଲିପ୍ ଯେଉଁମାନେ ଶୁଣିଥିବେ ଅଲରେଡ଼ି ସମସ୍ତେ ବୁଝି ସାରିଥିବେ। ବହୁତ ଟର୍ଚର ହେଉଥିଲେ, ସେ କହିପାରୁନଥିଲେ। ଅନୁଭବ ମହାନ୍ତି ବହୁତ ଟର୍ଚର ହେଉଥିଲେ, କହିପାରୁନଥିଲେ। ବାଧ୍ୟ ହେଇକି କହିଲେ, ଆଉ ବାଧ୍ୟ ହେଇକି କେସ୍ଟା ଫାଇଲ୍ କଲେ। କାହିଁକିନା ତାଙ୍କର ନିଜର ଇଚ୍ଛା ବି ନଥିଲା ଘରର ମାନ ସମ୍ମାନ ପାଇଁ କେସ୍ଟା ଗୋଟେ ହଉ, ସମସ୍ତେ ଜାଣନ୍ତୁ। କାହିଁକିନା ସିଏ ଜଣେ ସୁପରଷ୍ଟାର, ଅନୁଭବ ମହାନ୍ତି ହେଲେ ସୁପରଷ୍ଟାର ଓଡ଼ିଶାର। ତ ଯେମିତି କୁହନ୍ତି ଓଲିଉଡ଼ କିଙ୍ଗ, ଆଜି କିଙ୍ଗ ପାଇଁ ତ ତା ନାଁ ହେଲା। ବର୍ଷା ପ୍ରିୟଦର୍ଶିନୀକୁ କୁଇନ୍ କହିଥିଲେ, କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କାହିଁ କୁଇନ୍ ହେବ? ବର୍ଷା ପ୍ରିୟଦର୍ଶିନୀ କୁଇନ୍ ନୁହେଁ, ଇଏ କିଙ୍ଗ ବୋଲି ତାଙ୍କୁ କୁଇନ୍ କହୁଥିଲେ ହେଲା। ଆଉ ରହିଲା, ବହୁତ ଟର୍ଚର କରୁଥିଲେ ବର୍ଷା ପ୍ରିୟଦର୍ଶିନୀ। ସେ କହିପାରୁନଥିଲେ, କାହାକୁ ବା କହିବେ, ବୁଝିଲେ କି। ଭଲ ପାଇକି ବାହା ହେଇଛନ୍ତି, କାହାକୁ ବି କହିପାରିବେନି। ତ ବାଧ୍ୟ ହେଇକି ଗୋଟେ ରାଇଟ୍ ଡିସିସନ୍ ନେଲେ। ଆଉ ଯାହା ହଉ, ବହୁତ ଖୁସି ଲାଗିଲା, ଭଲ ଡିସିସନ୍ଟା ନେଇଛନ୍ତି। ଆଉ ବାନ୍ଧବୀଙ୍କୁ ବାହା ହେବେ ଯଦି ତ ଅସୁବିଧା ତା ଦେହରେ କିଛି ନାହିଁ ନା। ବାନ୍ଧବୀଙ୍କୁ ତ ବାହା ହେବା ସେମିତି କିଛି ଲେଖା ହେଇନି ଯେ ମୁଁ ମୋ ସାଙ୍ଗକୁ ବାହା ହେବିନି। ପ୍ରାୟ ଜଣ ସାଙ୍ଗମାନଙ୍କୁ ବାହା ହୁଅନ୍ତି, କାହିଁକି ନା ସାଙ୍ଗମାନଙ୍କୁ ସେମାନେ ଭଲସେ ଚିହ୍ନିଥାନ୍ତି। ଆଉ ଭଲ ମଣିଷ ଯଦି ପାଇବେ ତାହେଲେ ବାହା ହେଇପାରିବେ, କିଛି ଅସୁବିଧା ନାହିଁ। ଆଉ ଲୋକ ଘୃଣା କରୁଛନ୍ତି, ସେ ମେ ବି
ବର୍ଷା ମ୍ୟାଡ଼ାମଙ୍କର କି ଫ୍ୟାନ୍ ଫଲୋଅର୍ସ ଥିବ ସେଇମାନେ ହିଁ ଘୃଣା କରିବେ, କାହିଁକିନା ମେ ବି ବର୍ଷା ମ୍ୟାଡ଼ାମ ତାଙ୍କୁ କିଛି କ'ଣ ଦଉଥିବେ କି କ'ଣ, ସେଇଥିପାଇଁ ସେମାନେ ସେମିତି କମେଣ୍ଟ କରୁଥିବେ। ବର୍ଷା ପ୍ରିୟଦର୍ଶିନୀ ବା ଅବିକା ସମାଜ ସେବା କରୁଛନ୍ତି, ସିଏ କ'ଣ ମୁହଁ ଖୋଲିବେ? ସିଏ ଅବିକା ଦେଖେଇବେ, ଯାହା ତ ଦେଖେଇଲେ ଅବିକା ସମାଜସେବୀ କାମ କରିକି ଦେଖଉଛନ୍ତି। କୋଉଠୁ ପଇସା ଆଣୁଛନ୍ତି କେଜାଣି, ସେ ତାଙ୍କ ଦେଖଉଛନ୍ତି ଚାଲିଛି। ସିଏ ମୁହଁ ଖୋଲିବେନି, ସିଏ ସାଇଲେଣ୍ଟ କିଲର ପା। ସାଇଲେଣ୍ଟ କିଲର କ'ଣ ମୁହଁ ଖୋଲିବେ? ସାଇଲେଣ୍ଟ କିଲର ଖାଲି ସାଇଲେଣ୍ଟଲି କାମ କରିବେ, ହଇରାଣ କରିବେ, ଯେମିତି ଅନୁଭବ ମହାନ୍ତି ଟର୍ଚର ହଉଥିଲେ। ହଁ, ବର୍ଷା ମ୍ୟାଡ଼ାମକୁ ଯଦି କିଏ ବାହା ହେବେ, ମତେ ତ ଲାଗୁନି କାହିଁ ଓଡ଼ିଶାରେ କିଏ ବାହା ହେବେ ତାଙ୍କୁ। ମେ ବି ଅଲଗା ଷ୍ଟେଟ୍ରେ, ଅଲଗା ରାଜ୍ୟରେ ମେ ବି କିଏ ଫାଙ୍କା ଥିବେ ବାହା ହେବେ, କିନ୍ତୁ ଓଡ଼ିଶାରେ ମତେ ଲାଗୁନି ବର୍ଷା ପ୍ରିୟଦର୍ଶିନୀକୁ କିଏ ମ୍ୟାରେଜ କରିବେ। ଲାଗୁଛି ସମସ୍ତେ ଜାଣିଛନ୍ତି ନା, ଜଣେ ଘରକୁ ଯିଏ ସମ୍ଭାଳି ପାଇଲାନି, ଗୋଟେ ପରିବାରକୁ ଯିଏ ସମ୍ଭାଳି ପାଇଲାନି, ତାଙ୍କୁ କେମିତି ଆଉ ଗୋଟେ ଲୋକ ମ୍ୟାରେଜ କରିକି ସିଏ ପୁଣି ତା ମା ଯାହାର ମା ବାପା ମରିଯାଇଥିବେ, ହଁ ମେ ବି ସେ ପୁଅଟି ବାହା ହେଇପାରେ, କିନ୍ତୁ ଗୋଟେ ଜାଣିଥିବା ଜଣାଶୁଣା ଲୋକ କେବେ ତାଙ୍କୁ ବୋହୂ କରିବା ପାଇଁ ସାହସ କରି ମାନେ ଇଚ୍ଛା ବି କରିବନି। ହଁ, ସେଇଭଳିଆ ଯଦି କିଏ ହେଇପାରିବ, କାହିଁକିନା ଗୋଟେ ଜଣେ ନହେଲେ ଏଇ ଟାଇପ୍ର ମଣିଷକୁ ଯଦି ବାହା ହେଲେ ମାନେ ଛାରକାର ହେଇଯିବ, ଯେଉଁଟାକି ଅନୁଭବ ମହାନ୍ତି ଛାରକାର ହେବାକୁ ଦେଲେନି। କାହିଁକିନା ତାଙ୍କ ବାପା ଜଣେ କ'ଣ କିଡ଼ନୀ ପେସେଣ୍ଟ ଥିଲେ, ଆପଣ ଜାଣିଛନ୍ତି ସମସ୍ତେ, ଡେଥ୍ ବି କରିଗଲେ। ସେଇ ଟାଇମ୍ରେ ବି ଗୋଟେ ବୋହୂ ହିସାବରେ ତାଙ୍କର ରେସପେକ୍ଟ କର୍ତ୍ତବ୍ୟ ଯାହା ସେ କରିନଥିଲେ। ଆଉ କ'ଣ ଯେଉଁ କିଡ଼ନୀ ପ୍ରୋବ୍ଲେମଟା ହେଲା, ସେଇଟା ତ କେସ୍ ପୂର୍ବରୁ ହେଇଛି ନା, କେସ୍ ପରେ ତ ସେ ପ୍ରୋବ୍ଲେମଟା ହେଲାନି। ତ ତାଙ୍କ କର୍ତ୍ତବ୍ୟ କ'ଣ ଥିଲା? ତାଙ୍କ କର୍ତ୍ତବ୍ୟ ଖିଲାପ କରିଛନ୍ତି। ଠାକୁର ତ ଅଛନ୍ତି, ମହାପ୍ରଭୁ ଦେଖୁଛନ୍ତି, ସେଥିପାଇଁ ମାନ୍ୟବର କୋର୍ଟ ବି ଭଲ ଡିସିସନ୍ ନେଉଛନ୍ତି। ଆଉ ଏଇଭଳିଆ ମଣିଷକୁ ଏଇଭଳିଆ ରାୟ ହିଁ ଠିକ୍।